ହଁ, ନୂତନ ଦିନ, ନୂତନ ଆଶା ଆଉ ନୂତନ ସ୍ୱପ୍ନ। ଆଜିର ଏହି ସକାଳ ଆପଣଙ୍କ ଜୀବନରେ ଆଉ ଟିକେ ଖୁସିର ଆଲୋକ ଆଣିଦେଉ। ସୂର୍ଯ୍ୟଙ୍କର ପ୍ରଥମ କିରଣ ସହିତ ଆମେ ଆସିଛୁ ଏକ ନୂଆ ଉତ୍ସାହ, ନୂଆ ଅନୁଭବକୁ ନେଇ। ସକାଳ ମାନେ କେବଳ ଏକ ନୂଆ ଦିନ ନୁହଁ, ଏହା ହେଉଛି ଗତକାଲିର ଭୁଲକୁ ସୁଧାରିବାର ଏକ ନୂଆ ସୁଯୋଗ। ଗୋଟିଏ ମନ ଖୋଲା ହସ ଆପଣଙ୍କ ଦିନକୁ ସୁନ୍ଦର କରିଦେଇପାରେ। ତେଣୁ ଆଜି ଆଉ ଟିକେ ହସନ୍ତୁ, ଖୁସିରେ ରୁହନ୍ତୁ ଆଉ ସବୁକିଛିକୁ ସକାରାତ୍ମକ ଦୃଷ୍ଟିରେ ଦେଖନ୍ତୁ। ତେବେ ଆଜି ପାଇଁ ଗବାକ୍ଷରେ ଆମେ ଦୁହେଁ। ମୁଁ ରଞ୍ଜନ, ମୁଁ ସୁପ୍ରଭା। ନମସ୍କାର। ଗବାକ୍ଷରେ ଆଜି ରହିଛି ନିସଙ୍ଗତାର ଶେଷ ଭାଗ। ନିସଙ୍ଗତା ବା ଏକଲାପଣ। ହଁ, ଆଜିକା ସମୟରେ ପ୍ରାୟତଃ ଅନେକ ଲୋକ ଏହି ଏକଲାପଣ ବା ନିସଙ୍ଗତାର ଶିକାର ହୋଇଗଲେଣି। କହିବାକୁ ଗଲେ ଏହି ନିସଙ୍ଗତା ପଛରେ କୋଉଠି ନା କୋଉଠି ଆମେ ହିଁ ଦାୟୀ। ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ଦେଖି ବାପା ମା ମାନେ ପିଲାମାନଙ୍କୁ ବାହାରକୁ ଛାଡ଼ି ଦେଉଛନ୍ତି ପାଠ ପଢ଼ିବା ପାଇଁ। ପିଲାମାନେ ବାହାରେ ପାଠ ପଢ଼ନ୍ତି, ବାହାରେ ଚାକିରି କରନ୍ତି ଆଉ ବାହାରେ ହିଁ ବାହାଘର ପରେ ରହିବାକୁ ପସନ୍ଦ କରନ୍ତି। ଏଇଠି ବାପା ମା ନିଜର ଭିଟାମାଟିକୁ ଛାଡ଼ି ବା କହିପାରିବା ନିଜେ ରହୁଥିବା ଘର, ଗାଁ, ସହରକୁ ଛାଡ଼ି ସେମାନଙ୍କର ପିଲାମାନଙ୍କ ପାଖକୁ ଯିବାକୁ ଚାହିଁନଥାନ୍ତି। ଏହିପରି ପରିବାର ଥାଇ ମଧ୍ୟ କେହି ନଥିବାର ଅନୁଭବ ହିଁ ନିସଙ୍ଗତା। ମୁଁ ପ୍ରଣବ କିଶୋର ପଟ୍ଟନାୟକ, ବର୍ତ୍ତମାନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପୁଙ୍ଗାର କୋରାପୁଟରେ ଇଂରାଜୀ ଅଧ୍ୟାପକ ଅଛି। ଆଉ ଏଥିସହିତ ଆପଣଙ୍କର ଆଧ୍ୟାତ୍ମିକ ଅନୁଷ୍ଠାନ ବିଶ୍ୱବୈଦିକ ପରିବାରର ବେଦସ୍ୱର ପତ୍ରିକାର ବି ସମ୍ପାଦକ ଅଛି। ନିସଙ୍ଗତା ବା ଏକାକୀପଣ ଗୋଟେ ମାନସିକ ଅବସ୍ଥା, ଯାହାକୁ ଆମେ ଇଂରାଜୀରେ ଲୋନଲିନେସ୍ ବୋଲି କହୁଥାଉ। ଏହିପରି ଅବସ୍ଥାରେ ମଣିଷ ଅନ୍ୟମାନଙ୍କ ଠାରୁ ବିଚ୍ଛିନ୍ନ ବା ଏକା ଅନୁଭବ କରେ। ସାଧାରଣ ଭାବେ ଆମେ ବୁଝେ ଯେ ଏକା ରହିବାକୁ ନିସଙ୍ଗତା କୁହାଯାଏ, କିନ୍ତୁ ଏମିତି ବି ହୋଇପାରେ ଲୋକଙ୍କ ଗହଣରେ ଥାଇ ବି ବେଳେ ବେଳେ ଆମେ ଏକା ଅନୁଭବ କରୁ, ଏହାକୁ ବି ନିସଙ୍ଗତା କୁହାଯାଏ। ଏଣୁ ନିସଙ୍ଗତା ଶାରୀରିକ ବା ମାନସିକ ଭାବେ ଗୋଟେ ଏକାକୀପଣ। ଏହା ଏକ କଷ୍ଟଦାୟକ ଅନୁଭବ। ମା, ବାପା, ଭାଇ, ଭଉଣୀ, ସାଙ୍ଗସାଥୀ, ସାହି ପଡିଶା ସବୁ ଥାଇ ମଧ୍ୟ ବେଳେ ବେଳେ ନିସଙ୍ଗ ଅନୁଭବ ହୁଏ। ଜୀବନରେ ସାଙ୍ଗରେ କେହି ନଥିଲା ଭଳି ଲାଗେ। ଅନେକ ସମୟରେ ଏଭଳି ପରିସ୍ଥିତି ଜୀବନରେ ଆସେ ଆଉ ସେ ସମୟରେ ବହୁତ କଷ୍ଟ ଲାଗେ। ନିସଙ୍ଗତା ମଣିଷର ଜୀବନ ଆଉ ତାର କାର୍ଯ୍ୟଶୈଳୀ ଉପରେ, ମନସ୍ଥିତି ଉପରେ ବହୁତ ପ୍ରଭାବ ପକାଇଥାଏ। ପ୍ରଥମେ ବିଚାର କରିବା ଯେ ଆମକୁ ମାନସିକ ଭାବେ ଇଏ କିପରି ଆମକୁ ପ୍ରଭାବ ପକାଇଥାଏ। ଦେଖନ୍ତୁ, ଯୋଉମାନେ ନିସଙ୍ଗ ବ୍ୟକ୍ତି ସେମାନେ ପ୍ରାୟତଃ ଡିପ୍ରେସନରେ ଥାଆନ୍ତି, ଗୋଟେ ଆତଙ୍କିତ ହୋଇକି ସେମାନେ ରହିଥାନ୍ତି। ଆଉ ପ୍ରାୟତଃ ଦେଖିବେ ସେମାନେ ଅବସାଦ ବା ଦୁଃଖଗ୍ରସ୍ତ ହୋଇକି ଥାଆନ୍ତି। ଶୂନ୍ୟ ଭାବନା ସେମାନଙ୍କୁ ଘାରେ, ସବୁବେଳେ ଚିନ୍ତାଗ୍ରସ୍ତ ଥାଆନ୍ତି। ଆଉ କଥା କହିବା ପାଇଁ ବା ଅନ୍ୟ ସହିତ କଥା ହେବା ପାଇଁ ଦେଖିବେ ସେମାନେ ବହୁତ ସଂକୋଚ କରନ୍ତି। ବେଳେ ବେଳେ ସେମାନଙ୍କର ଆତ୍ମବିଶ୍ୱାସ ବି କମିଯାଏ। ଆଉ ଏମିତି ବି ହୁଏ, ନଜର ପଡେ ଯେ ନିଜକୁ ସେମାନେ ଅଦରକାରୀ ବୋଲି ମନେ କରନ୍ତି। ଆମେ ଦେଖିବା ଯେ ଶାରୀରିକ ଭାବେ ଏଇ ଯୋଉ ନିସଙ୍ଗତା ମଣିଷ ଉପରେ କିପରି ପ୍ରଭାବ ପକାଏ। ଗବେଷଣାରୁ ଜଣାଯାଇଛି ଯେ ଯୋଉମାନେ ଅଧିକ ନିସଙ୍ଗ ଆଉ ନିସଙ୍ଗତା ଯୋଉମାନଙ୍କୁ ଅଧିକ ଦିନ ଧରି ଶିକାର କରି ରଖେ ସେମାନଙ୍କର ହୃଦରୋଗ ହୁଏ, ହାର୍ଟ ଆଟାକ ହୁଏ। ଏମିତି ବି ଜଣାଯାଇଛି ଯେ ସେମାନଙ୍କର ସ୍ମୃତିହୀନତା ଦେଖାଯାଏ, ହାଇ ବିପି ବା ବ୍ଲଡ ପ୍ରେସର ସେମାନଙ୍କ ପାଖରେ ଦେଖାଯାଏ। ଏମିତି ବି ହେଇଛି ଯେ ଗବେଷଣାରୁ ଜଣାପଡିଛି ଇମ୍ୟୁନିଟି ପାୱାର, ଯୋଉଟା ଆମେ କହୁଛେ ରୋଗ ପ୍ରତିରୋଧକ ଶକ୍ତି, ତାହା ବି ମଣିଷର କମିଯାଇଥାଏ। ନିଦ୍ରାହୀନତା ଦେଖାଯାଏ। ଏପରିକି ସେମାନେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟକୁ ଆପଣେଇଥାନ୍ତି। ଭାବନ୍ତି ଯେ ନିଶା ଦ୍ରବ୍ୟ ବୋଧେ ସେମାନଙ୍କର ସାଙ୍ଗ ହେଇଯିବ। ସେ ସମୟରେ ସେମାନେ ମଦ୍ୟପାନ କରନ୍ତି, ସିଗାରେଟ ପିଅନ୍ତି, ଏଭଳି ଭାବେ ନିଶାଗ୍ରସ୍ତ ମଧ୍ୟ ହେଇଯାଆନ୍ତି। ଆଉ ଯଦି ଆମେ ଏହାର ସାମାଜିକ ପ୍ରଭାବ ଉପରେ ଚିନ୍ତା କରିବା, ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ WHO ର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପୃଥିବୀରେ ପ୍ରତି 6 ଜଣରେ ଜଣେ ନିସଙ୍ଗତାର ଶିକାର ହେଉଛନ୍ତି। ନିସଙ୍ଗ ବ୍ୟକ୍ତି ଧୀରେ ଧୀରେ ଲୋକଙ୍କ ସହିତ ମିଳାମିଶା ବନ୍ଦ କରିଦିଏ। ମଣିଷର ଜୀବନଶୈଳୀକୁ ନିସଙ୍ଗତା ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଥାଏ। ଯୋଉମାନେ ଅତି ଆପଣାର ଲାଗୁଥିଲେ ସେମାନେ ଆସ୍ତେ ଆସ୍ତେ ଦୂରେଇ ଗଲା ଭଳି ଲାଗେ। ଏବେ ଆମେ ଚିନ୍ତା କରିବା ଯେ ଏ ସମୟରେ, ଆଜିକାଲି ଏ ଯୋଉ ଅତ୍ୟାଧୁନିକ ଜୀବନଶୈଳୀ, ଏ ସମୟରେ ଲୋକମାନେ ପୂର୍ବ ଅପେକ୍ଷା ଅଧିକ ନିସଙ୍ଗ କାହିଁକି ହେଉଛନ୍ତି?
ଇଏ ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆମେ ସମସ୍ତେ ଉପରେ ଧ୍ୟାନ ଦେବା ଦରକାର। ଦେଖନ୍ତୁ, ପ୍ରଥମ କଥା ହେଲା ଯେ ଆମର ଆଧୁନିକ ଜୀବନଶୈଳୀ, ଆମେମାନେ ବର୍ତ୍ତମାନ ଏତେ ବ୍ୟସ୍ତ ହେଇଗଲେ ଯେ ସମୟ ଦେବା ପାଇଁ ଆମ ପାଖରେ ଆଉ ସମୟ ନାହିଁ। ସମ୍ପର୍କ ପାଇଁ ସମୟର ବର୍ତ୍ତମାନ ଘୋର ଅଭାବ। ଆପଣ ଦେଖୁଥିବେ ବିଭିନ୍ନ ପାରିବାରିକ କାର୍ଯ୍ୟକ୍ରମ ହଉ, ସାମାଜିକ କାର୍ଯ୍ୟକ୍ରମ ହଉ, ବର୍ତ୍ତମାନ ଲୋକମାନେ ଆଉ ପରସ୍ପର ସହିତ ମିଶିବା ପାଇଁ ଚାହୁଁନାହାନ୍ତି। ଟିକେ ଦୂର ହେଇଗଲେ ଦୂରର ଆଳ ଦେଖାନ୍ତି, ମୋର ଛୁଟି ନାହିଁ କହିଦିଅନ୍ତି। ଏଭଳି ବିଭିନ୍ନ ଆଳ ଦେଖେଇକିରି ଯେ ସାମାଜିକ ସମ୍ପର୍କ, ପାରିବାରିକ ସମ୍ପର୍କ ଆଉ ବର୍ତ୍ତମାନ ନାହିଁ ଆଧୁନିକ ଜୀବନଶୈଳୀରେ। ଆଉ ଗୋଟେ ଆପଣ ଦେଖିବେ ଯେ ଅନଲାଇନ ଯୋଉ ସମ୍ପର୍କ ବଢିଲା, ସେଥିରେ ଆମର ଅଫଲାଇନ ର ସମ୍ପର୍କ ବହୁତ କମିଗଲାଣି। ଲୋକମାନେ ରିଲ ଲାଇଫ କୁ ପଳେଇ ଆସିଲା ପରେ ରିଏଲ ଲାଇଫ କଥା ଆଉ ଚିନ୍ତା କରୁନାହାନ୍ତି। ସେଥିପାଇଁ ଇଏ ଗୋଟେ ଅନଲାଇନ ସମ୍ପର୍କଟା ଫୋନ କରିଦେଇ କଥା ହେଇଯିବା, ହ୍ୱାଟ୍ସଆପ ରେ ଚାଟିଂ କରିଦେବା, ଭିଡିଓ କଲ କରିଦେବା, ଏଇଭଳି ଏମିତି ହେଇଗଲାଣି ଯେ ଲୋକେ ଆଉ ମିଳିମିଶିବା, ପରସ୍ପର ସହିତ ମିଶିବା, କଥାବାର୍ତ୍ତା ହେବା, ସ୍ନେହ ବାଣ୍ଟିବା, ଦୁଃଖ ଥିଲେ ଦୁଃଖ ବାଣ୍ଟିବା, ଏଭଳି ଭାବନା ମଣିଷ ଭିତରେ ନାହିଁ। ଇଏ ଗୋଟେ ବଡ କାରଣ, ଯାହାଫଳରେ କଣ ହେଇଛି ନା ଲୋକମାନେ ପୂର୍ବ ଅପେକ୍ଷା ବହୁତ ନିଃସଙ୍ଗ ବର୍ତ୍ତମାନ ଅନୁଭବ କରୁଛନ୍ତି। ଆଉ ଗୋଟେ ଆପଣ ଦେଖିବେ ଯେ ଏମିତି ବେଳେବେଳେ ହୁଏ ବାସ୍ତବିକ ଜୀବନରେ, ଯଦି କୌଣସି ପ୍ରିୟଜନଙ୍କ ସ୍ୱାସ୍ଥ୍ୟାବସ୍ଥା ଯଦି ଖରାପ ହେଇଯାଏ ବା କୌଣସି ଅତି ଆପଣା ଲୋକଙ୍କର ଯଦି ବିୟୋଗ ହେଇଯାଏ, ନିହାତି ଭାବେ ଅନେକ ଦିନ ଧରି କିଛି ଲୋକ ନିଃସଙ୍ଗତା ଅନୁଭବ କରନ୍ତି। ଆଉ ଏମିତି ବି ହୁଏ ଯେ ଆମେ ଯେତେବେଳେ କୌଣସି ଟ୍ରାନ୍ସଫର ହେଇଗଲା, ନୂଆ ଜାଗାକୁ ଆମେ ଗଲେ, ନିହାତି ଭାବେ ନୂଆ ଜାଗା, ନୂଆ ଲୋକ, ଅଜଣା ଲୋକଙ୍କ ସହିତ ଆମେ ମିଶିବା ପାଇଁ ସମୟ ଲାଗେ। ସେ ସମୟରେ ମଧ୍ୟ ଆମେ ନିଃସଙ୍ଗ ଅନୁଭବ କରୁ। ଆଉ ଗୋଟେ ବଡ କଥା ହେଲା ଯେ ସମ୍ପର୍କରେ ତିକ୍ତତା। ଯଦି ଆମର କାହା ସହିତ ଟିକେ ମନମାଳିନ୍ୟ ହେଇଗଲା, ଯଦି ପାରିବାରିକ ହଉ କି ଆମର ସାମାଜିକ ହଉ, ଯଦି ଆମର ସମ୍ପର୍କ ଖରାପ ହେଲା, ସେ ସମୟରେ ମଧ୍ୟ ଆପଣ ବି ଅନୁଭବ କରୁଥିବେ ଯେ ବହୁତ ନିଃସଙ୍ଗ ଲାଗେ। ଆଉ ଏଇଟା ଏମିତି ସତ ଯେ ସମସ୍ତେ ପାଖରେ ଥିବେ, ଅତି ଆପଣା ଲୋକ ବି ପାଖରେ ଥିବେ, ସମାଜରେ ସବୁ ଲୋକଙ୍କ ଭିତରେ ଆପଣ ଥିବେ, ତଥାପି ଆପଣ ନିଜକୁ ଏକା ଅନୁଭବ କରିବେ। ଜଣା ପଡିବ ଯେ ଆପଣଙ୍କ ପାଖରେ କିଏ ନାହାନ୍ତି। ଏବେ ସମାଜରେ ଯେ ବୟସର ଅପରାହ୍ନରେ ପିଲାଙ୍କ ଠାରୁ ଯେତେବେଳେ ବାପା ମା ମାନେ ଦୂର ରହୁଛନ୍ତି, ଇଏ ଗୋଟେ ବଡ ଚିନ୍ତାଜନକ ବିଷୟ। ଯେ ସେମାନେ ପ୍ରାୟତଃ ଏଭଳି ଅନୁଭବ କରନ୍ତି ଯେ ନିଃସଙ୍ଗତା ସେମାନଙ୍କର ସାଥୀ, ଆଉ କେହି ନୁହଁ। ଆଉ ଗୋଟେ ବେଳେ ବେଳେ ଏମିତି ହୁଏ ଯେ ବାର୍ଦ୍ଧକ୍ୟ ସେମାନଙ୍କର କାରଣ। ଯେତେବେଳେ ବୟସ ଅଧିକ ହେଇଯାଏ, ସେମାନେ ବୃଦ୍ଧାବସ୍ଥାକୁ ଆସନ୍ତି, ସେମାନେ ବାହାରକୁ ଆଉ ଯାଇପାରନ୍ତି ନାହିଁ, ବିଭିନ୍ନ ଶାରୀରିକ ସମସ୍ୟା ହଉ କି ଅନ୍ୟାନ୍ୟ ସମସ୍ୟା କ୍ଷେତ୍ରରେ, ଯାହାଫଳରେ ସେମାନେ ନିଃସଙ୍ଗ ଅନୁଭବ କରନ୍ତି। ମଣିଷ ଯେତେବେଳେ ନିଜ ଉପରେ ଆଉ ବିଶ୍ୱାସ ଅଧିକ ରଖେନି, ଆତ୍ମବିଶ୍ୱାସ କମିଯାଏ, କୌଣସି ଗୋଟେ କାମଟେ କରେ, କାମଟା ସଫଳ ହୁଏନି, କି କଣ ଗୋଟେ ଭାବିଥିବ ଗୋଟେ ଜିନିଷ, ସେଟାକୁ ଚିନ୍ତା କରିଥିବ ଗୋଟେ କଣ କରିବା ପାଇଁ, ସେ କରିବା ତାର ସଫଳତା ସେ ପାଏନି। ଏଇଭଳି ହେଲେ କଣ ହୁଏ ନା ମଣିଷର ଆତ୍ମବିଶ୍ୱାସର ଅଭାବ ହେଇଯାଏ, ଯାହା ଫଳରେ କଣ ହୁଏ ନା ସିଏ ନିଜ ଉପରେ ସେ ଆଉ ଗୁରୁତ୍ୱ ଦେବାଟା କମେଇ ଦିଏ, ନିଜକୁ ମୁଁ ଆଉ କିଛି ନୁହଁ ଏଇଭଳିଆ ଯେତେବେଳେ ଭାବନା ଆସେ, ସେ ସମୟରେ କଣ ହୁଏ ନା ମଣିଷ ନିଃସଙ୍ଗତାର ଶିକାର ହୁଏ। ଆଗ ଅପେକ୍ଷା ଏଇଟା ବର୍ତ୍ତମାନ ବହୁତ ବଢି ବଢି ଯାଇଛି। ଏମିତି ସମୟ ଆସେ ଯୋଉ ସମୟକୁ ଆମେ ଚାହିଁଲେ ମଧ୍ୟ ଆମେ ସେ ସମୟରେ ଆମେ ବଞ୍ଚିକି ଯାଇପାରିବାନି। ବେଳେ ବେଳେ ଆପଣ ମା ବାପାଙ୍କଠୁ ଦୂର ରହିବାକୁ ପଡିବ, ଯେହେତୁ ମା ବାପା ଆସି ଆପଣଙ୍କ ପାଖରେ ରହିପାରିବେନି। ଚାକିରି କ୍ଷେତ୍ରରେ ଆପଣଙ୍କର ଯଦି କୌଣସି ଦୂର ସ୍ଥାନକୁ ଆପଣଙ୍କର ଟ୍ରାନ୍ସଫର ହେଇଗଲା, ଏ କ୍ଷେତ୍ରରେ ଆମେ ସମସ୍ତେ ଟିକେ ଚିନ୍ତା କରିବା ଦରକାର ଯେ ଆକ୍ଚୁଆଲି ଆମେ କଣ କରିପାରିବା। ପ୍ରଥମ କଥା ହେଲା, ଆପଣ ଯୋଉ ଜାଗାରେ ଅଛନ୍ତି ସେ ଜାଗାରେ ଯଦି କିଛି ଗୋଟେ ସାମାଜିକ କାର୍ଯ୍ୟ ହଉଛି, ସେ ଜାଗାରେ କିଛି ଯଦି କୌଣସି ଅନୁଷ୍ଠାନର କାର୍ଯ୍ୟ ହଉଛି, ସେ ଅନୁଷ୍ଠାନର କାର୍ଯ୍ୟକ୍ରମ ଯୋଗ ଦିଅନ୍ତୁ। ସେ ଅନୁଷ୍ଠାନର ମନେକର ଆମେ ଭାବିବା ଯେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଛି, କି କୌଣସି ଦାନ କାର୍ଯ୍ୟକ୍ରମ ଅଛି, କି ଆଧ୍ୟାତ୍ମିକ କିଛି କାର୍ଯ୍ୟକ୍ରମ ଅଛି, ଆପଣ ସେଇଥିରେ ଯୋଗ ଦିଅନ୍ତୁ, ଯାହାଫଳରେ ଆପଣଙ୍କର ଏଇ ଯୋଉ ଏକାପଣ ବା ନିଃସଙ୍ଗତା ଆପଣଙ୍କର ନିହାତି ଭାବେ ଦୂର ହବ। ଆଉ ଗୋଟେ ହେଲା, ଆମର ଅତି ପ୍ରିୟର ଯୋଉମାନେ ଥାଆନ୍ତି, ଅତି ପାରିବାରିକ ସମ୍ପର୍କ, ବନ୍ଧୁବାନ୍ଧବ ସମ୍ପର୍କ, ସାଙ୍ଗ ଖାଦ୍ୟ, ଆପଣଙ୍କର ଟିକେ ଦୂର ହେଲେ ମଧ୍ୟ ଯଦି କୌଣସି ଗୋଟେ ପାରିବାରିକ ସାମାଜିକ କାର୍ଯ୍ୟ ହଉଛି, ଆପଣ ଯାଆନ୍ତୁ, ସେଠି ଯୋଗ ଦିଅନ୍ତୁ। ଦେଖିବେ ଯେ ଆପଣାର ଲୋକଙ୍କ ସହିତ ମଣିଷ ମିଶିଗଲେ ତାକୁ ଯୋଉ ଅଲଗା ଅନୁଭବ ହୁଏ, ଅଲଗା ଭାଇବ ତାର ଯୋଉ ଆସେ, ସେ ଭାଇବ ହିଁ ତାକୁ ପରିବର୍ତ୍ତନ କରିଦିଏ। ଯଦି ଆପଣ ଯଦି କେହି ଗଛ ସହିତ କଥା ହେଇଥିବେ ଭଲ କଥା, ନହେଲେ ଆଜିଠୁ ଗଛ ସହିତ କଥା ହେବା ଆରମ୍ଭ କରନ୍ତୁ। ବଗିଚାରେ ଆପଣ ପାଣି ଦେବା ପୂର୍ବରୁ ଆପଣଙ୍କର ଗଛ ପତ୍ରକୁ ଦେଖନ୍ତୁ, ଆଉ ପାଣି ଦେଲା ପରେ ଗଛ ପତ୍ରର ଆପଣଙ୍କର ଦେଖନ୍ତୁ ତାର କଣ ପରିବର୍ତ୍ତନ ହଉଛି। ଆପଣ ଗଛ ପାଖରେ ବସନ୍ତୁ, ଆପଣଙ୍କ ଉପରେ ଗୋଟେ ଏମିତି ପ୍ରଭାବ ପଡିବ ଯେ ଆପଣ ହଉଥିବେ କେବଳ ଯେ ମଣିଷ ପାଖରେ ରହିଲେ ହିଁ ମଣିଷର ନିଃସଙ୍ଗତା ଦୂର ହୁଏ, ନା, ଆପଣଙ୍କର ଏମିତି ଗୋଟେ ପ୍ରାକୃତିକ ପ୍ରଭାବ ଆପଣଙ୍କୁ ପଡିବ ଯେ ଆପଣ ନିଃସଙ୍ଗତା ମୋଟେ ଅନୁଭବ କରିବେ ନାହିଁ। ଜୀବନରେ ଭାବି ଦିଅନ୍ତି ଯେ ମୁଁ ଏକା, ମୋ ସାଙ୍ଗରେ ଆଉ କିଏ ନାହାନ୍ତି, ଏଇଭଳି ପରିସ୍ଥିତିରେ ମଣିଷ ସୁଇସାଇଡ କରିବାକୁ ପଛେଇନି। ଆମେ ଟିକେ ଭାବିବା ଦରକାର ଯେ ଆମେ ଯୋଉ ଜୀବନକୁ ଏତେ ମୂଲ୍ୟହୀନ ଭାବୁଛେ, ଆପଣ ଟିକେ ଥରେ ଡାକ୍ତରଖାନା ଆଡେ ବୁଲିକି ଆସନ୍ତୁ, ଦେଖିବେ ରୋଗୀମାନେ କେମିତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିକିରି
ଜୀବନ ଜିଅ ପାଇଁ ମୃତ୍ୟୁ ସହିତ ଲଢୁଛନ୍ତି। ଆମେ ତ କିଛି ନୁହଁ, ଖାଲି ଏକାକୀପଣ ଭାବିକି ଆମେ କାହିଁକି ଏମିତି ଜୀବନକୁ ନଷ୍ଟ କରିଦେବା? ଏକାକୀପଣ ବୋଲି ଭାବିକି ଆମେ କାହିଁକି ଜୀବନକୁ ତୁଚ୍ଛ ବୋଲି ଭାବିବା? ଆମେ ଟିକେ ଚିନ୍ତା କରିବା ଦରକାର। ଆ ସହିତ ଦିନକୁ ଆପଣ 30 ମିନିଟ ସମୟ ସକାଳୁ ବାହାର କରନ୍ତୁ ବା ସନ୍ଧ୍ୟାରେ ବାହାର କରନ୍ତୁ। ଯୋଗ, ବ୍ୟାୟାମ, ପ୍ରାଣାୟାମ ଏଭଳି କିଛି କରନ୍ତୁ। ଆପଣ ଦେଖିବେ ଯେ ଯୋଉଟା ବିଜ୍ଞାନ ସମ୍ମତ ତଥ୍ୟ ଯେ ଫିଲ୍ ଗୁଡ୍ ହରମୋନ ଆପଣଙ୍କର ସୃଷ୍ଟି ହବ, ମନ ଶାନ୍ତ ରହିବ। ଏଇ ଯୋଉ ଏକାକୀପଣଟା ମଣିଷର ଦୂର ହବ। କାହିଁକି ସବୁବେଳେ ତ ଆମ ପାଖରେ ସାଙ୍ଗସାଥି ପରିବାର ସମସ୍ତେ ରହିପାରିବେନି, କିନ୍ତୁ ଏଇଭଳି ମାଧ୍ୟମରେ ମଧ୍ୟ ଆପଣଙ୍କର କଣ ହବ ନା ମନ ଶାନ୍ତି ରହିବ ଆଉ ଏକାକୀପଣ ଦୂର ହବ। ଆଉ ଗୋଟେ ଆପଣ ଦେଖିବେ ଧ୍ୟାନ, ଯଦି ସେମିତି ସମୟ ଆପଣ ପାଉଛନ୍ତି, ଗୋଟେ ଏକୁଟିଆ ବସିବାକୁ ସମୟ ପାଉଛନ୍ତି, କୌଣସି ଶବ୍ଦ ହଉନି, ଏମିତି ବସୁଛନ୍ତି ଆପଣଙ୍କର ପରିବାର ଭିତରେ ହଉ କି ବାହାର କୋଉ ଜାଗାରେ ହଉ, ଦେଖିବେ ଯେ ମନ ସକାରାତ୍ମକ ଦିଗରେ ଗତି କରିବା ପାଇଁ ଯଦି ଗୋଟେ ବଡ ସୁନ୍ଦର ମାଧ୍ୟମ ଅଛି, ସେ ହଉଛି ଧ୍ୟାନ। ପ୍ରତ୍ୟେକ ମଣିଷର ନିସଙ୍ଗତା ରହିଛି। ଏମିତି ଆମେ ଭାବିବାନି ଯେ ନିସଙ୍ଗତା ମୋ ପାଖରେ ନାହିଁ ବୋଲି, ବା ମୁଁ କେବେ ନିସଙ୍ଗ ଅନୁଭବ କରିନି ବୋଲି। ଅଧିକାଂଶ ସମୟରେ ଅନୁଭବ କରୁ। କିନ୍ତୁ ମୋର ଗୋଟେ କଥା ଆଜି ମନେ ପଡୁଛି, ଏପ୍ରିଲ 11 ତାରିଖ 2020 ମସିହା ଆମେ ଭୁବନେଶ୍ୱରରୁ ମାଙ୍କୁ ଧରିକି ଫେରିଥାଉ। ମାଙ୍କର ଦେହ ବହୁତ ଅସୁବିଧା ଥିଲା। ଆଇସିୟୁ ଗାଡି ଗୋଟେ ଧରିକି ଆସିଥିଲୁ। ଅଧା ରାସ୍ତାରେ ହେଇଛୁ, ମାଙ୍କର ପ୍ରାଣବାୟୁ ଉଡିଗଲା। ଏମିତି ସମୟ ଆସିଲା ଯେ ଯୋଉ ଲୋକମାନେ ମତେ ଅତି ପ୍ରିୟ ଲାଗୁଥିଲେ, ଏପରିକି ମୋର ବାପା, ଭାଇ, ଭଉଣୀ, ସ୍ତ୍ରୀ, ଛୁଆ, ଯୋଉମାନେ ଅତି ପ୍ରିୟ, ସେମାନେ ମତେ ଆଉ ପ୍ରିୟ ଲାଗିଲେନି। କାହା ସହିତ କଥା ହେବା ପାଇଁ ଇଚ୍ଛା ହେଲାନି। ଏକୁଟିଆ ବସି ଖାଲି କାନ୍ଦିବା ପାଇଁ ଇଚ୍ଛା ହେଲା। ମୁଁ ଏବେ ବି ମୋର ମନ ଅଛି ଯେ ନିସଙ୍ଗତା ପ୍ରକୃତିରେ କାହାକୁ କୁହାଯାଏ ମୁଁ ତାକୁ ଅନୁଭବ କଲି। ପାଖାପାଖି ମୋର 7-8 ଦିନ ପଳେଇଲା। କିନ୍ତୁ ଯୋଉ ଜାଗାରେ ମୁଁ ବସୁଥିଲି, ଯୋଉ ଜାଗାରେ ଠିଆ ହଉଥିଲି, ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାମ ବି ଆମେ କରୁଥିଲୁ, କିନ୍ତୁ ନିଜକୁ ମୁଁ ପୁରାପୁରି ଅଲଗା ଲାଗୁଥିଲା, ଏକାକୀ ଲାଗୁଥିଲା ସତେ ଯେମିତି ମୋ ପାଖରେ କେହି ନାହାନ୍ତି। 7-8 ଦିନ ପରେ ମୁଁ ମନକୁ ବୁଝେଇଲି। ବଡ ଭାଇ, ବଡ ଭଉଣୀ, ଭାଉଜ, ବାପା ସମସ୍ତେ ପାଖରେ ଥିଲେ। ଆଉ ସେମାନଙ୍କ ସାନ୍ନିଧ୍ୟରୁ ମୁଁ ଏତିକି ଜାଣିଲି ଯେ ଯୋଉ ଶରୀର ଥରେ ଚାଲିଗଲା, ସେ ତ ଆଉ ଫେରି ଆସିବନି। ଦିନେ ନା ଦିନେ ସମସ୍ତେ ଚାଲିଯିବେ। ମା ହୁଅନ୍ତୁ, ବାପା ହୁଅନ୍ତୁ, ଏପରିକି ତାଙ୍କ ପୂର୍ବରୁ ଆମେ ବି ଚାଲି ଯାଇପାରୁ। ସତ୍ୟକୁ ସ୍ୱୀକାର କରିବା ପାଇଁ 7-8 ଦିନ ସମୟ ଲାଗିଲା। ସେ ଯାଉନ କାହିଁକି, ଆଉଥରେ ସେ ବାପା, ମା, ଭାଇ, ଭଉଣୀ, ସାଙ୍ଗସାଥି ମେଳରେ ଆଉଥରେ ବାଧ୍ୟ ହେଇକିରି ମୁଁ ଏମିତି ମତେ ନିଜକୁ ବୁଝେଇଲି ଯେ ମୋ ସେ ନିସଙ୍ଗତା ଆଉଥରେ ଦୂର ହେଲା। ଆଚ୍ଛା କହିଲ, ଆଗେ ଦେଖାଯାଉଥିଲା ଯେ ପରିବାରରେ ସମସ୍ତେ ଏକାଠି ହିଁ ରହୁଥିଲେ, ହସୁଥିଲେ, କଥା ହେଉଥିଲେ। ତାହେଲେ ଆଜିକା ସମୟରେ ଏମିତି ପରିବର୍ତ୍ତନ କାହିଁକି? ହଁ, ଠିକ୍ କହିଲ। ତାହାର ମୁଖ୍ୟ କାରଣ ହେଉଛି ଟେକ୍ନୋଲୋଜି। ଆଜି ଲୋକମାନେ ଫୋନରେ ବ୍ୟସ୍ତ। ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ, ଯାହା ଯୋଗୁଁ ଆମ ଜୀବନରେ ସମ୍ପର୍କ ଧୀରେ ଧୀରେ କମିଯାଉଛି। ହଁ, ସତରେ ଅନଲାଇନରେ ଲୋକେ ଦେଖନ୍ତୁ ବୋଲି ଆମେ ହସୁଛୁ, ଭିଡ଼ିଓ ପୋଷ୍ଟ କରୁଛୁ, କିନ୍ତୁ ଅଫଲାଇନରେ ଆମେ ରହିଗଲୁ ଚୁପ୍। ଜାଣିଛ, ତା ସହିତ ଆଉ ଗୋଟେ କାରଣ ହେଲା ବ୍ୟସ୍ତ ଜୀବନ। ସମସ୍ତେ କାମ, ପାଠ ପଢ଼ା, କ୍ୟାରିୟର ପଛରେ ଦୌଡ଼ୁଛନ୍ତି। କାହା ପାଖରେ ସମୟ ନାହିଁ, ଆଉ ଲୋକଙ୍କ ମନରେ ଶାନ୍ତି ନାହିଁ। ତା ସହିତ ଆଉ ଗୋଟେ କଥା ହେଲା, ଆଜିକାଲି ଲୋକମାନେ ନିଜର ଭାବନା ଅନ୍ୟମାନଙ୍କର ଆଗରେ କହିବାକୁ ଭୟ କରନ୍ତି। ଆଜିକାଲି ଆମେ ଭାବୁ ନିଜର ମନ କଥା କାହାକୁ କହିବା, କିଏ ଆମକୁ ଠିକ୍ ଭାବରେ ବୁଝିବେ। ବାସ୍, ଏ କଥା ଭାବି ଆମେ ଚୁପ୍ ରହୁ। କହିବାକୁ ଗଲେ ଏହି ନିସଙ୍ଗତା ଆମର ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ଲୋକେ ଅଧିକ ଚିନ୍ତିତ ଆଉ ଦୁଃଖୀ ହେଇଯାଉଛନ୍ତି। ତେବେ ନିସଙ୍ଗତା ହେଉଛି ଦେଖାଯାଉନଥିବା ଏକ ନୀରବ ସମସ୍ୟା, ଯାହାକି ବର୍ତ୍ତମାନ ସମୟରେ ପ୍ରାୟତଃ ଅନେକ ଲୋକଙ୍କଠାରେ ଦେଖାଯାଉଛି। ହଁ, ଠିକ୍। ସେ ବୃଦ୍ଧ ହୁଅନ୍ତୁ କି ଯୁବକ, ସେ ଚାକିରିଆ ହୁଅନ୍ତୁ କି ବେକାର, ସମସ୍ତେ ଏହି ସମସ୍ୟାରେ ଶିକାର। ତାହେଲେ ଏ ସମସ୍ୟାର ସମାଧାନ କ'ଣ? ସମାଧାନ ଅଛି ନା। ସମାଧାନ ହେଲା, ପ୍ରଥମେ ତ ଆମେ ଆମ ପରିବାରକୁ ସମୟ ଦେବା। ଖାଇବା ସମୟରେ ଅନ୍ତତଃ ସମସ୍ତେ ମିଳିମିଶି ଗୋଟେ ଟେବୁଲରେ ବସି ଖାଇବା। ଆଉ ଯଦି ପାରୁଛେ ଦିନକରେ 1-2 ଘଣ୍ଟା ହଉ ଫୋନ୍ଠାରୁ ନିଜକୁ ଦୂରରେ ରଖିବା। ଆରେ ବାଃ, ଏକଦମ ଠିକ୍। ବହୁତ ବଢ଼ିଆ କଥାଟିଏ କହିଲ। ତେବେ ଆଉ ଗୋଟେ କଥା ହେଲା, ନିଜର ମନର କଥା ଯେତେ ଦୂର ସମ୍ଭବ ହେଉଛି ଅନ୍ୟମାନଙ୍କ ସହ ଆମେ ଆଲୋଚନା କରିବା। ନିଜ ଭଲ ମନ୍ଦ ଅନ୍ୟମାନଙ୍କ ସହ ବାଣ୍ଟିବା।
ଯାହାକୁ ଆମେ ବହୁତ ବିଶ୍ୱାସ କରିଥାଉ ତାଙ୍କୁ ହିଁ କହିବା। ହଁ, ଆଉ ସବୁଠାରୁ ଜରୁରୀ କଥା କ'ଣ ଜାଣିଛନ୍ତି? ସବୁଠାରୁ ଜରୁରୀ କଥା ହେଲା ସମ୍ପର୍କକୁ ବାନ୍ଧି ରଖିବା, ଆଉ ହଜି ହଜି ଯାଉଥିବା ସମ୍ପର୍କକୁ ପୁଣି ଥରେ ନୂଆ ରୂପ ଦେବା, ଗୋଟିଏ ନୂଆ ଆରମ୍ଭ କରିବା।